ସାହାରାରେ ଯେଉଁମାନେ ଜମାକାରୀ ରହିଛନ୍ତି ସେମାନଙ୍କ ମନରେ ଏବେ ଖୁସି କାରଣ କିଛି ନହେଲେ ବି ଅଳ୍ପ ଅଳ୍ପ ଟଙ୍କା ଆସିବା ଆରମ୍ଭ ହୋଇଛି। ମନରେ ଗୋଟେ ଥିଲା ଯେ ଶଙ୍କା ଟଙ୍କା ଆସିବନି କି ଟଙ୍କା ବୁଡ଼ିଯିବ ଏମିତି ଯେତେବେଳେ ସମସ୍ତଙ୍କ ଭିତରେ ଚିନ୍ତାଧାରା ଥିଲା ତା ଭିତରେ କିଛି ଟଙ୍କା ଆସି ପହଞ୍ଚିଛି ଏବଂ ଯେଉଁ ଜମାକାରୀମାନେ ଥିଲେ ସମ୍ପୂର୍ଣ୍ଣ ଟଙ୍କା କିଛି ଲୋକ ପାଇଛନ୍ତି ଆଉ କିଛି ଲୋକ ଯେଉଁମାନେ ପାଇନାହାନ୍ତି ସେମାନେ ମଧ୍ୟ କିଛି ଟଙ୍କା ପାଇବେ ବୋଲି ମଧ୍ୟ ଆଶା ରଖିଛନ୍ତି। କ'ଣ ବର୍ତ୍ତମାନ ଟଙ୍କା ପାଇଲୁ ଟଙ୍କା ପାଇକିରି ଖୁସି ଅଛୁ ଆଉ ଯିଏ ନ ପାଇଛନ୍ତି ସେ ପାଇବାକୁ ଚେଷ୍ଟା କରିବେ ଆଉ। କେତେ ଟଙ୍କା ରଖିଥିଲେ କେମିତି ପାଇଲେ? ମୁଁ 7,000 ଟଙ୍କା ମାରିଥିଲି ଦୁଇଥର କ'ଣ ଏମିତି କଳାସ ମାରିଦେଇଥିଲେ ମୋର ଧାନ ନାହିଁ ସେ ବଣ୍ଡରେ ଅଛି 38,000 ପାଇଛି। ଟଙ୍କା କେତେବେଳେ ଆସିଲା କେତେ ଖୁସି ହେଲେ ଭାବୁଥିଲେ? ଖୁସି ଅଛି ନା ଆସିବ ବୋଲି ଭାବିନଥିଲୁ। ଯଦି ଆସିଲା ଖୁସି ହେଲୁ। ଆଶା ଥିଲା ଟଙ୍କା ପାଇବେ ବୋଲି? ନାଇଁ ଆଶା ନଥିଲା। ଏବେ 10,000 ଟଙ୍କା ଆସିବାରୁ ଟିକେ ମନ ଖୁସି ଅଛି। ଆହୁରି ରହିଲାନି 1,40,000 ଟଙ୍କା ସେମାନେ ପାଇଁ କ'ଣ ଆସ୍ତେ ଆସ୍ତେ ଟୋଟାଲ ଭାବିଥିଲେ ଟଙ୍କା ପାଇବେ ବୋଲି? ନାଇଁ ଆମେ ଭାବିନଥିଲୁ ଟଙ୍କା ପାଇପାରିବୁ ବୋଲି। ଏବେ ତ ପାଉଛନ୍ତି ଭାବୁଛନ୍ତି ଆଉ ଆଶା ସଞ୍ଚାର ହେଉଥିବ ଆଗକୁ ଆଉ ଟଙ୍କା ଆଗକୁ ଆସିବ ବୋଲି ଆମେ ବହୁତ ଖୁସି ଅଛୁ। ଆସିବ 10,000 ପାଇଛୁ ଆଉ ଏଣିକି ଆସିବ ଆସ୍ତେ ଆସ୍ତେ ଆଉ। ହେଲେ ଠାକୁରଙ୍କ ଦୟାରୁ ମିଳିଛି 10,000। କ'ଣ ଆଶା ଥିଲା ଭାବୁଥିଲେ? ମିଳିବ ବୋଲି ନଥିଲା ନା ସବୁଆଡ଼େ ଇଏ ହେଇଥିଲା ଯେ ମିଳିବନି ଟଙ୍କାଟା ହେଲେ ଏବେ ଆସିଛି 10,000। ଆସିବା ପରେ କେମିତି ଜାଣିଲେ କେମିତି କ'ଣ ଟଙ୍କା ଆସିଲା ବୋଲି? ଆମେ ଯେଉଁ ଆପ୍ଲାଏ କରିଥିଲୁ ସେ କହିଥିଲେ ଏତିକି ଦିନ ଭିତରେ ଆସିବ। କେତେ ଦିନ ପର୍ଯ୍ୟନ୍ତ ଆପ୍ଲାଏ କଲା ପରେ? 45 ଦିନ। 45 ଦିନ ସେଇଦିନ ଆସିଛି ଟଙ୍କା। 6,000 ଗୋଟେ ଡିପୋଜିଟ୍ କରିଥିଲୁ 6,000 ପଳେଇ ଆସିଛି। ସମ୍ପୂର୍ଣ୍ଣ 6,000 ପଳେଇ ଆସିଛି। ସମସ୍ତେ ଭାବୁଥିଲେ ଯେ ସାରା ଟଙ୍କା ବୁଡ଼ିଗଲା ଆଉ ଟଙ୍କା ମିଳିବନି। ଆଶା ନଥିଲା ଲୋକମାନଙ୍କର ଆଶା ନଥିଲା ସାରା ଅଣ୍ଡିଆ ପଇସା ପାଇବେ ବୋଲିକିରି ସମସ୍ତେ ବ୍ୟସ୍ତ ହୋଇ ପଡ଼ୁଥିଲେ। ଏବେ ପାଇଲାରୁ ଟିକେ ଶାନ୍ତ ହୋଇ ଆସିଛନ୍ତି। ସମସ୍ତେ ଆଶା ରଖିଛନ୍ତି ପଇସା ଆଗକୁ ଆମର କିଛି କ'ଣ ଥିଲା? ପଇସା ଯେତେ କଷ୍ଟରେ ଆମେ ରଖିଥିଲୁ ପଇସାଟା ବୁଡ଼ିଯିବ ଆମେ ଆଉ ପାଇପାରିବୁନୁ। ସମସ୍ତେ କେତେ ଗରିବ ଗୁରା କେତେ କଷ୍ଟରେ ରଖିଥିଲେ ଆଉ ପାଇଲେନି ସେ ସବୁ ବ୍ୟସ୍ତ ହୋଇପଡ଼ିଲେ ସମସ୍ତେ। ଏବେ କିଛି କିଛି ଲୋକଙ୍କର ପାଇବାର ଆଶା ଦେଖି ସବୁ ଆପ୍ଲାଏ କରୁଛୁ ଆଗକୁ ଆଶା ରଖିଛୁ ଆଉ ଯାହାର କିଛି ମିଳିପାରିବ। ଫିକ୍ସ ମରା ହେଇଥିଲା 25,000 ଟଙ୍କା। କୋଉ ପ୍ରକ୍ରିୟାରେ ଆପଣ ଆପ୍ଲାଏ କଲେ ଯୋଉଥିରେ ଟଙ୍କାଟା ମିଳିଲା? କୋଉଠି ଗଲେ କେମିତି ବ୍ୟାଙ୍କକୁ ଗଲେ ନା ଜନସେବା? ନାଇଁ ଜନସେବା କେନ୍ଦ୍ରକୁ ଆମେ ଯାଇ ଆପ୍ଲାଏ କରିଥିଲୁ। ତାପରେ ଆମେ ଯାଇକି ଅଫିସରେ ଆପ୍ଲାଏ କରିବାରୁ 10,000 ଟଙ୍କା ଆସିଛି। ଜନସେବା କେନ୍ଦ୍ରକୁ ଯିବା ପାଇଁ କେମିତି କ'ଣ ଯୋଗାଯୋଗ କଲା ନା କେମିତି କ'ଣ ଜାଣିଲେ ଆପଣ ଯେମିତି ଟଙ୍କା ଆପ୍ଲାଏ କଲେ ଟଙ୍କା ମିଳିବ ବୋଲି? ନାଇଁ ଆମର ଯେଉଁ ମାନେ ଏଜେଣ୍ଟ ଅଛନ୍ତି ସେମାନେ ଆମକୁ ଆପ୍ଲାଏ ଶିଖେଇଲେ ନା ଏଇ ବାଟେ ଯାଅ ଏମିତି ହବ। ଆମେ ସେଇଠୁ ଜନସେବା କେନ୍ଦ୍ରରେ ଯାଇ ସେଠି ଆପ୍ଲାଏ କରିଥିଲୁ। ସେଠୁ ଯାଇକିରି ଅଫିସରେ ଆପ୍ଲାଏ କରିବାରେ 10,000 ଟଙ୍କା ଆସିଛି। କିଛି କିଛି ଲୋକ ଏବେ ମୂଳ ଧନ ମଧ୍ୟ ପାଇବା ଆରମ୍ଭ କରିସାରିଲେଣି ଏବଂ ସେମାନଙ୍କର ଆଉ ଯେଉଁମାନେ ରହିଛନ୍ତି ସେମାନେ ମଧ୍ୟ ବର୍ତ୍ତମାନ ଆଶା ବାନ୍ଧି ବସିଛନ୍ତି କେତେ ଜଲ୍ଦି ଯେହେତୁ ସରକାର ଘୋଷଣା କରିଥିଲେ ସାହାରାର ଜମାକାରୀମାନଙ୍କୁ ପଇସା ମିଳିବ ଏବଂ ଏବେ ଟଙ୍କା ମିଳିବା ଆରମ୍ଭ ହୋଇସାରିଛି ତେଣୁ ନିଶ୍ଚିତ ଭାବରେ ସେମାନଙ୍କ ପାଇଁ ଗୋଟେ ଖୁସିର ବାର୍ତ୍ତା ଦେଇଛି ଏବଂ ଯେଉଁମାନେ ଟଙ୍କା ବହୁତ କଷ୍ଟରେ ସଞ୍ଚୁଥିଲେ ସେମାନେ ଟଙ୍କା କିଛି ଫେରି ପାଇବାରୁ ଅନେକ ଆଶା ସଞ୍ଚାର ହୋଇଛି ଯେ ପୁଣି ଆଉ ଯେଉଁ କିଛି ଟଙ୍କା ଅଛି କିଛି ଲୋକ ମଧ୍ୟ ନିଶ୍ଚିତ ପାଇଯିବେ ବୋଲି। କେନ୍ଦ୍ରାପଡ଼ାରୁ କ୍ୟାମେରା ପର୍ସନ ରାଜେନ୍ଦ୍ର ପଣ୍ଡାଙ୍କ ସହ ସନ୍ତୋଷ ପଣ୍ଡା, କନକ ନ୍ୟୁଜ୍।